ମକିମଙ୍କର ଚିଠିର ଉତ୍ତର ଦେବେ, ଯାହା ଉଦ୍ଦେଶ୍ୟରେ ମକିମ ଲେଖିଛନ୍ତି ସେ ଉତ୍ତର ଦେବେ। ଏଇଟା ଗଣମାଧ୍ୟମକୁ ସେ ପ୍ରତିକ୍ରିୟା ଦେଇଥିବେ, ସେ ସମ୍ପର୍କରେ ପଚରା ଯାଇଥିବ ଭକ୍ତଚରଣ ଦାସଙ୍କୁ, ଯେହେତୁ ପିସିସିର ସଭାପତି, ଆପଣଙ୍କ ବିରୁଦ୍ଧରେ ଏଭଳି ଚିଠି ଆସିଛି, ଏହା ଉପରେ କ'ଣ କହିବେ, ତା ଉପରେ ସେ ମତ ରଖିଥିବେ। କିନ୍ତୁ ଗୋଟେ ଜାତୀୟ ସ୍ତରର ଦଳ, ଏକ ସର୍ବପୁରାତନ ଦଳ, ରାଜନୈତିକ ଦଳ, ଏଭଳି ସେଥିରେ ବିଶୃଙ୍ଖଳା ରହିବା କଥା, ସମସ୍ତେ ମିଳିମିଶି କେମିତି କାମ କରିବେ ସେ ଭଳିଆ ବାତାବରଣ, ସେ ଭଳିଆ ଇକୋସିଷ୍ଟମଟା ରହିବା କଥା। କିନ୍ତୁ ଯଦି ଭକ୍ତଚରଣ ଦାସ ଏଭଳି ଷ୍ଟେଟମେଣ୍ଟ ଦେଇଛନ୍ତି, ଏହା ଗୋଟେ ସୁସ୍ଥ ଗଣତନ୍ତ୍ର ଏବଂ ସୁସ୍ଥ ଦଳୀୟ ଗଣତନ୍ତ୍ର ପାଇଁ ଏହା ଶୁଭଙ୍କର ନୁହଁ। ସାର୍ ମୁକିମ ମଧ୍ୟ ତାଙ୍କର ଚିଠିର ଉତ୍ତରରେ ନିଜେ କହିଥିଲେ ଯେ ମୁଁ ଯାହା ଲେଖିଛି କିଛି ଭୁଲ ଲେଖିନାହିଁ ଏବଂ ଦଳ ଯୋଉ ଅବସ୍ଥାରେ ଅଛି ବର୍ତ୍ତମାନ ବହୁତ ଦୁର୍ଦ୍ଦିନ ଅବସ୍ଥାରେ ଅଛି, ଶୋଚନୀୟ ଅବସ୍ଥାରେ ଅଛି। ମୁକିମଙ୍କ ଚିଠିକୁ ନେଇକି ସାର୍ କ'ଣ କହିବେ? ଦେଖନ୍ତୁ, ମକିମ ବାବୁ ହେଲେ ଜଣେ ପୁରାତନ, ଜଣେ ବରିଷ୍ଠ କଂଗ୍ରେସ ନେତା, ଜଣେ ପୂର୍ବତନ ବିଧାୟକ, ତାଙ୍କ ଝିଅ ମଧ୍ୟ ଏବେ ବିଧାୟିକା ଅଛନ୍ତି ଏବଂ ସେ ମଧ୍ୟ କଂଗ୍ରେସର ପିସିସିର ଅନ୍ୟତମ ଆଶାୟୀ ଥିଲେ। ଆଉ ଲୋକେ ମଧ୍ୟ ତାଙ୍କ ଉପରେ ବହୁତ ଚର୍ଚ୍ଚା କରନ୍ତି କଂଗ୍ରେସକୁ ନେଇକି। ଯେଉଁ ଚିଠି ଲେଖିଲେ, ଦେଖନ୍ତୁ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ଏ ସମ୍ପର୍କରେ ତାଙ୍କର ମତ ରଖିଛନ୍ତି, ଯେଉଁଟାକି ନିରଞ୍ଜନ ପଟ୍ଟନାୟକ ସେଟା ଗଣମାଧ୍ୟମରେ କହିଥିଲେ ଯେ ଏ ଚିଠିରେ ଯେଉଁ 6 ସୂତ୍ରୀ କାର୍ଯ୍ୟକ୍ରମ ଯେଉଁ ଦେଲେ ମ୍ୟାଡ଼ାମ ସୋନିଆ ଗାନ୍ଧୀଙ୍କୁ, ସେଟା ଦେବାର କିଛି ଅସୁବିଧା ନାହିଁ। ଦଳରେ ବିଭାଜନ ନାହିଁ, ଦଳରେ ମତଭେଦ ରହିଛି। ଆଉ ସେ ମତଭେଦ ଯେଉଁ ରହିଛି, ସେଥିପାଇଁ ସେ ଜଣେ ସୁପ୍ରିମୋଙ୍କୁ ଦୃଷ୍ଟି ଆକର୍ଷଣ କରିପାରିବ। ଯେଉଁ ମାନେ କିଛି ବ୍ୟତିକ୍ରମ ଅଛି, ମତଭେଦ ଅଛି, ବିଶୃଙ୍ଖଳା ଜଣେ ଫିଲ୍ କରୁଛି, ତାହେଲେ ସେ ଦେଇପାରିବ। ସେଟାକୁ ଗୋଟେ ସକାରାତ୍ମକ ଭାବରେ ଯଦି ନିଆଯାଏ, ତାହେଲେ ଭଲ ଆପଣଙ୍କ ରେଜଲ୍ଟଟା ମିଳିବ। ଆଉ ଯଦି ତାକୁ ଯଦି ଅନ୍ୟ ଢଙ୍ଗରେ ଯଦି ନିଆଯିବ, ତାହେଲେ ନକାରାତ୍ମକ ବାହାରିବ, ଯୋଉଟା ଦଳ କ୍ଷତିଗ୍ରସ୍ତ ହେବ। ଯେ ଯୋଉ ଏଆଇସିସିର ବରିଷ୍ଠ ନେତା ମାନେ ଏଇ ଯୋଉ ଚିଠିକୁ ନେଇକି ବହୁତ କ୍ଷୁବ୍ଧ ଥିବା ବୋଲି ଜଣାପଡୁଛି, ଯେ କୁହାଯାଉଛି ଯେ ସେମାନେ ଏମିତି କାହିଁ ଚିଠି ଲେଖିଲେ, ଯେ ଯୋଉ ନିଜେ ବି ପିସିସି ସଭାପତି ଭକ୍ତ ଦାସ କହୁଛନ୍ତି ଯେ ରାହୁଲ ଗାନ୍ଧୀ ମଲ୍ଲିକାର୍ଜୁନଙ୍କ ବିରୁଦ୍ଧରେ ଏମିତି ଲେଖିବାଟା ଠିକ ନୁହଁ, ବଡ ନେତାଙ୍କ ବିରୁଦ୍ଧରେ। ଜୟରାମ ରମେଶଙ୍କ ବି ରାଗିଥିବା କୁହାଯାଉଛି, କ'ଣ କହିବେ? ନାଇଁ, ରାଗିବେ ନିଶ୍ଚିତ। ଆଉ ବହୁତ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିଲାଣି। ସେ ତ ଭକ୍ତ ଦାସଙ୍କୁ ଯଦି କାଉଣ୍ଟର କରିବାର ଥିଲା, ସେ ଅପାରଗ ବୋଲି କହିଲେ ଭକ୍ତ ଦାସଙ୍କୁ, ସେଥିରେ ମିଶେଇ ଦେଲେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ, ସେଥିରେ ମିଶେଇ ଦେଲେ ଆପଣଙ୍କର ଜାତୀୟ ସ୍ତରର ନେତା ଯେ କଂଗ୍ରେସର ଯିଏକି ଏବେ ମୁଖ୍ୟ ଚେହେରା ରାହୁଲ ଗାନ୍ଧୀଙ୍କୁ, ତାଙ୍କୁ ବି ଅପାରଗ କହିଲେ ବିହାର ନିର୍ବାଚନର ଫଳାଫଳକୁ ନେଇକିରି। ଯେହେତୁ 83 ବର୍ଷ ସବୁଠାରୁ ଅଧିକ ବୟସ୍କର ନେତା ଏବଂ ଅନୁଭବୀ ନେତା, ପୂର୍ବତନ ମନ୍ତ୍ରୀ ଯେ ମଲ୍ଲିକାର୍ଜୁନ ଖଡଗେ, ତାଙ୍କୁ ଅପାରଗ ବୋଲି କହିଦେଲେ। ତାଙ୍କ ଜାଗାରେ ଆପଣଙ୍କ ପ୍ରିୟଙ୍କା ଗାନ୍ଧୀ କମ୍ପିଟେଣ୍ଟ, ତାଙ୍କୁ ସେ ଭାର ଦିଆହେବା କଥା ବୋଲି କହିଲେ। ଏଭଳି ଯେଉଁ ପରାମର୍ଶ ଗୁଡ଼ାକ, ଅନେକ ପରାମର୍ଶ ଦେବା ଫଳରେ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି, ଏଆଇସିସିର ସିଡବ୍ଲ୍ୟୁସିର ସଦସ୍ୟମାନେ ଏବେ ତାଙ୍କର ରିଆକ୍ସନ ଦେଲେନି। ସେଇଟା କାହିଁକି ନା, ଦେଖନ୍ତୁ, ସେ ଚିଠି ଲେଖିଥାନ୍ତେ, ବିଭିନ୍ନ ପରାମର୍ଶ ଦେଇଥାନ୍ତେ ମକିମ ବାବୁ, କିନ୍ତୁ ତାକୁ ବାହାରେ ସେ ଚିଠିର ରେଜଲ୍ଟ ନ ଆସିବା ପର୍ଯ୍ୟନ୍ତ, ତାକୁ ଉତ୍ତର ନ ପାଇବା ପର୍ଯ୍ୟନ୍ତ ସେ ଅପେକ୍ଷା କରିବାର ଥିଲା। ସେ ଗଣମାଧ୍ୟମକୁ କେମିତି ନ ଯିବ ସେ ଉପରେ ସେ ସଚେତନ ରହିବା କଥା। ଜଣେ ବରିଷ୍ଠ ନେତା, ଜଣେ ଅନୁଭବୀ ନେତା, ସେଟା ସେ କରିନାହାନ୍ତି। ସେ ଜାତୀୟ ସ୍ତରର ନେତା, କଂଗ୍ରେସର କ'ଣ କହିବା ପୂର୍ବରୁ, ପଦକ୍ଷେପ ନେବା ପୂର୍ବରୁ ଏ ଗଣମାଧ୍ୟମରେ ପ୍ରଘଟ କରିକି ସେ ଗୋଟେ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରିଦେଇଛନ୍ତି, ଯାହାକି ଗୋଟେ ଦଳରେ এটা ଗ୍ରହଣୀୟ ସାଧାରଣତଃ ହୁଏ ନାହିଁ। ସାର୍ ଦେଖିବେ, ଯଦି ରାଜ୍ୟ କଂଗ୍ରେସ ହୁଅନ୍ତୁ କିମ୍ବା ସେପଟେ ହାଇକମାଣ୍ଡ ହୁଅନ୍ତୁ, କଂଗ୍ରେସର ଜାତୀୟ ସ୍ତରର ବଡ଼ ନେତାମାନେ ବର୍ତ୍ତମାନ କ୍ଷୁବ୍ଧ ଅଛନ୍ତି। ଇଭିନ୍ ବି ଦିଲ୍ଲୀରେ ରହିଛନ୍ତି ଭକ୍ତ ଦାସ, ସେ ମଧ୍ୟ ତାଙ୍କ ବିରୁଦ୍ଧରେ କହିଛନ୍ତି। ଆପଣ କ'ଣ ଭାବୁଛନ୍ତି ଯେ ମୁକିମଙ୍କ ଉପରେ ଗୋଟେ କାର୍ଯ୍ୟାନୁଷ୍ଠାନ ନିହାତି ଆଜିକି କାଲି ନିଆଯାଇ ଏ ନେଇ ଆସିବ? ଦେଖନ୍ତୁ, ଆଜି ତ ମୁଁ ଆଶା କରୁନାହିଁ, ଯେହେତୁ ଆଜି ତାଙ୍କର 1 ପଏଣ୍ଟ ପ୍ରୋଗ୍ରାମ ଅଛି ଆପଣ ଭୋଟ ଚୋରିକୁ ନେଇକିରି। ସବୁ ଦେଶର ସବୁ ରାଜ୍ୟର ବରିଷ୍ଠ ନେତା ମାନେ ସବୁ ଦିଲ୍ଲୀରେ ଏକଜୁଟ ହେଇଛନ୍ତି ୟାକୁ ସରକାରକୁ ବିରୋଧ କରିବାକୁ, ଭୋଟ ଚୋରିକୁ ନେଇକି। ବୋଧେ ଆଜି ଆଜି ତାଙ୍କ ଅଫିସିଆଲ ସ୍ତରରେ ଆଜି ସେ ବିଷୟ ଉପରେ ଆଲୋଚନା ନ ହେଇକିରି କାଲି ବୋଧେ ଏ ସମ୍ପର୍କରେ ଆଲୋଚନା ହେବାର କିଛି ଆଭାସ ରହିଛି।
ଆଉ ଯଦି ବି ହେବ ନନ୍ ଅଫିସିଆଲି ହେଇପାରେ ଆଜି, କିନ୍ତୁ କାଲି ଆଉ ବେଶୀ ବିଳମ୍ବ ନୁହଁ, କାଲି କିଛି ନା କିଛି ପଦକ୍ଷେପ ନିଆଯିବ ବୋଲିକି ଚର୍ଚ୍ଚା ଜୋର ଧରିଲାଣି।